ओम शांति। पुस्तक पठन श्रीमद् भगवद गीता रहस्य। लेखक ब्रह्मा कुमार सुधांशु शेखर मिश्र। अष्टम अध्याय अक्षर ब्रह्म जोग। जगतर परम तत्व, जीवर परमागति और परमेश्वर प्राप्ति। परस्तस्मादुभाव अन्यो अव्यक्त अव्यक्तसुतनः जः स सर्वभूतेषु नश्यस्तु न विनश्यति। अव्यक्ताक्षर इत्युक्ता स्तमाहु परमं गतिं जं प्राप्य न निवर्त्यन्ते तदाम परमं मम। पुरुषः सपरः पार्थ्य भक्त्या लभ्यस्त्वननया यस्यान्तस्थानि भूतानि येन सर्वमिदं ततम्। अर्थ, किंतु ସେହି ଅବ୍ୟକ୍ତ ଅପେକ୍ଷା ଶ୍ରେଷ୍ଠ ଅନ୍ୟ ଶାଶ୍ୱତ ଯେଉଁ ଅବ୍ୟକ୍ତ ସତ୍ତା, ତାହା ସମସ୍ତ ଭୂତ ବିନଷ୍ଟ ହେଲେ ସୁଦ୍ଧା ବିନଷ୍ଟ ହୁଏ ନାହିଁ। ଯାହା ଅବ୍ୟକ୍ତ ଅକ୍ଷର କଥିତ ହୋଇଛି ତାକୁ ଶ୍ରେଷ୍ଠ ଗତି କୁହାଯାଏ। ଯାହା ପ୍ରାପ୍ତ ହୋଇ ଜୀବଗଣ ପ୍ରତ୍ୟାବୃତ ହୁଅନ୍ତି ନାହିଁ, ତାହା ମୋର ପରମ ଧାମ ଅଟେ। ହି ପାର୍ଥ, ସମସ୍ତ ଭୂତ ଯେଉଁ ପୁରୁଷର ଅଭ୍ୟନ୍ତରରେ ଅବସ୍ଥିତ, ଯାହାଦ୍ୱାରା ଏହି ସମସ୍ତ ଜଗତ ବିଧୃତ ହୋଇଅଛି, ସେହି ପରମ ପୁରୁଷ ଅନନ୍ୟ ଭକ୍ତି ଦ୍ୱାରା ପ୍ରାପ୍ୟ। ବ୍ୟାଖ୍ୟା: ମହାବିନାଶ ସମୟରେ ଆତ୍ମା ସ୍ଥୂଳ ଓ ସୂକ୍ଷ୍ମ ଶରୀର ରହିତ ହୋଇ ମୂଳ ସ୍ୱରୂପରେ ବ୍ରହ୍ମଲୋକରେ ପ୍ରବେଶ କରେ। ପ୍ରଜାପିତା ବ୍ରହ୍ମା ମଧ୍ୟ ସେମାନଙ୍କ ସହିତ ପରମଧାମ ବା ବ୍ରହ୍ମଲୋକ ପ୍ରତ୍ୟାବର୍ତ୍ତନ କରନ୍ତି। ସୂକ୍ଷ୍ମଲୋକ କିଛି ସମୟ ପାଇଁ ଖାଲି ପଡ଼ିଯାଏ, ତେଣୁ ସେହି ସମୟାବଧିରେ ତାଙ୍କର କୌଣସି ଭୂମିକା ରହେ ନାହିଁ। ତେଣୁ କୁହାଯାଇଛି ଯେ ତାହା ଅବ୍ୟକ୍ତରେ ଲୀନ ହୋଇଯାଏ। ପରମାତ୍ମାଙ୍କ କାରଣ ସ୍ଥୂଳ ଓ ସୂକ୍ଷ୍ମ ଶରୀର ନ ଥିବାରୁ ସେ ଅଜନ୍ମା, ତେଣୁ ଅବିନାଶୀ ଅଟନ୍ତି। କାରଣ ସ୍ଥୂଳ ଶରୀର ପଞ୍ଚଭୂତ ବା ପ୍ରକୃତିର ସଂଯୋଗରେ ସୃଷ୍ଟି ହୁଏ ଓ ଆତ୍ମାର ଶରୀର ତ୍ୟାଗ ପରେ ପୁନଶ୍ଚ ସେହି ତତ୍ତ୍ୱରେ ଲୀନ ହୋଇଯାଏ। ପ୍ରକୃତିର ଏହି ସୃଜନଶୀଳତା ଓ ତାଦ୍ୱାରା ସୃଷ୍ଟି ଶରୀରାଦି ସମସ୍ତ ଭୂତ ପଦାର୍ଥକୁ ନିଜ ମଧ୍ୟରେ ବିଲୀନ କରିବାର ଶକ୍ତିକୁ ଅବ୍ୟକ୍ତ ଭାବ କୁହାଯାଇପାରେ। କାରଣ ଶକ୍ତି ମାତ୍ରକେ ହିଁ ଅଦୃଶ୍ୟ ଓ ପ୍ରକୃତିର ପରିବର୍ତ୍ତନଶୀଳତା ତା ପାଇଁ ସୃଷ୍ଟ ପ୍ରତ୍ୟେକ ଭୂତକୁ କ୍ଷର କୁହାଯାଏ। ଏହାଠାରୁ ମଧ୍ୟ ଅନେକ ଅବ୍ୟକ୍ତ ସତ୍ତା ଅଛନ୍ତି, ଯାହାର ଆଧାରରେ ଏହି ପରିବର୍ତ୍ତନମୟ ଜଗତ ଆକାଶରେ ବାୟୁ ପରି ବିଧୃତ ହୋଇଅଛି। ତାଙ୍କୁ ଅକ୍ଷର କୁହାଯାଏ। ସେ ଶାଶ୍ୱତ, ଅଚଳ, ଅପରିବର୍ତ୍ତନୀୟ ଓ ବିଶ୍ୱ ପ୍ରକୃତିର ଅବ୍ୟକ୍ତ ଅବସ୍ଥାର ମଧ୍ୟ ଊର୍ଦ୍ଧ୍ୱରେ। ପରମାତ୍ମା ସର୍ବବ୍ୟାପୀ ନୁହନ୍ତି ବା ପ୍ରକୃତିର ପ୍ରତି ଅଣୁ ପରମାଣୁରେ ସେ ପରିବ୍ୟାପ୍ତ ନୁହନ୍ତି। ଏ କଥା ପ୍ରମାଣିତ ହୋଇଯାଇଛି। ଯେଉଁ ପରମାତ୍ମାଙ୍କ ସାମାନ୍ୟ କିଛି ଶକ୍ତି ପ୍ରକୃତିକୁ ପରିଚାଳିତ କରିବାକୁ ସମର୍ଥ, ସେପରି ସ୍ଥଳେ ସ୍ୱୟଂ ପରମାତ୍ମା ତା ମଧ୍ୟରେ ବ୍ୟାପକ ଭାବରେ ବିଦ୍ୟମାନ ରହିବାର ପ୍ରୟୋଜନ କେଉଁଠି? ସୂର୍ଯ୍ୟ ଗୋଟିଏ ସ୍ଥାନରେ ଥାଇ ମଧ୍ୟ ସମଗ୍ର ଜଗତକୁ ଉତ୍ତାପ ବିକିରଣ କରିବାକୁ ସମର୍ଥ। ଏଥିପାଇଁ ସୂର୍ଯ୍ୟ ସର୍ବତ୍ର ବ୍ୟାପକ ହେବାର ଆବଶ୍ୟକତା ନାହିଁ। ପରମାତ୍ମା କୋଟି କୋଟି ସୂର୍ଯ୍ୟଙ୍କଠାରୁ ଆହୁରି ଶକ୍ତିଶାଳୀ ଅଟନ୍ତି। ତେଣୁ ଗଛର ପତ୍ର ହଲିବା, ବାୟୁ ଗତିଶୀଳ ହେବା, ମେଘ ଦ୍ୱାରା ବର୍ଷା ହେବା ଆଦି ବିଭିନ୍ନ ପ୍ରାକୃତିକ କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ପ୍ରତି କୋଣରେ ତାଙ୍କୁ ବିଦ୍ୟମାନ ରହିବାର କୌଣସି ଯଥାର୍ଥତା ନାହିଁ। ପରମାତ୍ମାଙ୍କ ସର୍ବବ୍ୟାପକ ସିଦ୍ଧାନ୍ତ ତାଙ୍କ ପ୍ରତି ଥିବା ଭକ୍ତିର ଭାବନାତ୍ମକ ଅଭିବ୍ୟକ୍ତି ମାତ୍ର। ଆତ୍ମା ଯେତେବେଳେ ଅକ୍ଷର ପରମାତ୍ମାକୁ ପ୍ରାପ୍ତ ହୁଏ, ଅର୍ଥାତ୍ ତାଙ୍କୁ ଯଥାର୍ଥ ଭାବରେ ଜାଣି ତାଙ୍କ ସହିତ ଅନନ୍ୟ ଚିତ୍ତରେ ଯୋଗଯୁକ୍ତ ହୁଏ, ସେତେବେଳେ ସେ ବିଶ୍ୱ ଓ ପ୍ରକୃତିର ସକଳ ବନ୍ଧନରୁ ମୁକ୍ତ ହୋଇଯାଏ। ଜୀବନ ଓ ମୃତ୍ୟୁ ତା ପାଇଁ ଅର୍ଥଶୂନ୍ୟ ହୋଇଯାଏ ଓ
ସେ ଶାଶ୍ୱତ ପଦର ଅଧିକାରୀ ହୁଏ। ପରମାତ୍ମା ଏ ସୃଷ୍ଟିରେ ଆଦି ମଧ୍ୟ ଓ ଅନ୍ତର ସମସ୍ତ ରହସ୍ୟ ଜାଣନ୍ତି। ଏହାକୁ କାବ୍ୟିକ ଶୈଳୀରେ କୁହାଯାଇଛି ଯେ ସମସ୍ତ ଭୂତ ତାଙ୍କର ଅନ୍ତର୍ଗତ। ଯସ୍ୟନ୍ତଃ ସ୍ଥାନି ଭୂତାନି, ଜ୍ଞାନ ରୂପରେ ସମଗ୍ର ସୃଷ୍ଟି ତାଙ୍କ ମଧ୍ୟରେ ସ୍ଥିତ। ସେ ଏ ସୃଷ୍ଟିର ସ୍ଥାପନା, ପାଳନା ଓ ବିନାଶର ପ୍ରେରକ ଅଟନ୍ତି। ତେଣୁ ଏହି ତିନି କ୍ରିୟା ତାଙ୍କର ଅଧୀନ। ପ୍ରକୃତି ତାଙ୍କ ଅଧୀନରେ ରହି ତାଙ୍କ ଦ୍ୱାରା ସୃଷ୍ଟି ଅବିନାଶୀ ନିୟମ ଦ୍ୱାରା ସମସ୍ତ କାର୍ଯ୍ୟ କରିଥାଏ। ତେଣୁ କୁହାଯାଏ ଯେ ପରମାତ୍ମାଙ୍କ ଦ୍ୱାରା ଏ ସମସ୍ତ ଜଗତ ବିଧୃତ ହୋଇଛି ଓ ବିସ୍ତାରିତ ହୋଇଛି। ଯେନ ସର୍ବମିଦଂ ତତଂ, ସେହି ପରମ ପୁରୁଷ ପରମାତ୍ମାକୁ ଅନନ୍ୟ ଭକ୍ତି ଦ୍ୱାରା ପ୍ରାପ୍ତ କରିହୁଏ। ଅନନ୍ୟ ଭକ୍ତି ଅର୍ଥାତ୍ ଅନ୍ୟ କୌଣସି ବିଷୟରେ ମନ ନ ଦେଇ କେବଳ ଏକ ପରମାତ୍ମାକୁ ସ୍ମରଣ କରିବା। କ୍ରମଶଃ ଓମ୍ ଶାନ୍ତି।